ସେଟା ସେ ଆଗରୁ ଡେଟ୍ ବି ଦେଇଥିଲେ କି 10 ତାରିଖ ଦିନ ଆମେ ତା ମୁଣ୍ଡ କାଟିକି ଆମେ କ୍ୟାପିଟାଲ ଥାନାରେ ହ୍ୟାଣ୍ଡଓଭର କରିବୁ ବୋଲି ଆଗରୁ କହିଥିଲେ। ଆଗରୁ। ହଁ, ସେ ଡେଟ୍ ବି ଦେଇଥିଲେ 10 ତାରିଖ ଦିନ। ଏବେ ପୁଲିସ 5 ଜଣ ହତ୍ୟାକାରୀଙ୍କୁ ନେଇ ଗିରଫ କରିବା ସହିତ କୋର୍ଟ ଚାଲାଣ ମଧ୍ୟ କରିଛି। ତେବେ ଏଭଳି କ୍ଷେତ୍ରରେ ଗୋଟିଏ ସବୁଠୁ ବଡ଼ ଦିଗ ହେଉଛି ଯେ ଜଣେ ମହିଳା ଯିଏ ଲିପିକା ନାୟକ ସେ ହିଁ ହତ୍ୟା କରିବାକୁ ନିଜେ ଗାଡ଼ିରେ ଯାଇଥିଲେ। ତେବେ ଏଭଳି ଚରମ ହିଂସା କାହିଁକି ଏବଂ କାହିଁକି ହତ୍ୟା କରିବା ପାଇଁ ଲିପିକା ନିଜେ ରାସ୍ତାକୁ ଓହ୍ଲାଇ ପଡ଼ିଥିଲେ ଏ ସମ୍ପର୍କରେ ମଧ୍ୟ ଆମେ ଜାଣିବା। କାରଣ ଆମ ସହିତ ସହଦେବ ନାୟକ ଅଛନ୍ତି, ଧର୍ମପତ୍ନୀ ଅଛନ୍ତି ଏବଂ ଦୁଃଖରେ ମଧ୍ୟ ଅଛନ୍ତି। କିନ୍ତୁ କଥା ହେଉଛି ଯେ ଲିପିକା ଖୋଦ୍ କାହିଁକି ଏମିତି କାମ କରିବା ପାଇଁ ଚିନ୍ତା କଲା, କ'ଣ ଏମିତି ମାନେ କଲେ ଅସୁବିଧା କଲେ ଯେ ଲିପିକା ମର୍ଡର କରିବା ପାଇଁ ସିଧାସଳଖ ଭାବେ ସହଦେବ ବାବୁଙ୍କୁ ଗଲା। ଲିପିକା ଏଇ ପାଉଡର ବ୍ରାଉନ୍ ସୁଗାର କେସ୍ରେ ଭିତରକୁ ଯାଇଥିଲା ଯେ ତାର ଭାବନା କି ସହଦେବ ମୋତେ ଧରେଇ ଦେଇଛନ୍ତି ବୋଲି, ସେଇ ଭାବନା ଧରିକି ଏମିତି କରିଛନ୍ତି। ଲିପିକା କୋଉଠି ବ୍ରାଉନ୍ ସୁଗାର ବେପାର କରୁଥିଲା, କେବେ ଆରେଷ୍ଟ ହେଇଥିଲା? ଆରେଷ୍ଟ ହେଇଥିଲା ଜାଣିଥିଲି, କିନ୍ତୁ କେବେ ସେ ଆସିଛି ବେଲ୍ରେ ସେଇଟା ମୁଁ ଜାଣିନଥିଲି। ଆଚ୍ଛା, ପୂର୍ବରୁ କିଛି ଧମକ ଚମକ ଦେଇଥିଲା କିମ୍ବା ଲିପିକାଙ୍କ ସହିତ ଝଗଡ଼ା ଝାଟି ହେଇଥିଲା କି? ଝଗଡ଼ା ତ ତା ସାଙ୍ଗରେ କିଛି ହେଇନି। ହେଇଥିଲା ଏଇ ପାଉଡର ବେପାରକୁ ନେଇକି ଝଗଡ଼ା ଝାଟି ହୁଏ। ଏଇ ଯେଉଁ ବିରୋଧ କରନ୍ତି ପାଉଡରକୁ ନେଇକି କି ସାହିରେ ବେପାର କରନ୍ତୁନି, ପିଲାମାନେ ନଷ୍ଟ ହେଇଯାଉଛନ୍ତି, ବିରୋଧ କରିବାରୁ ଏମିତି ହେଇଛି ଆଉ। ଆଚ୍ଛା, ବସ୍ତିରେ ପାଉଡର ବେପାରକୁ ବିରୋଧ କରିବାରୁ ଇଏ ହତ୍ୟାକାଣ୍ଡଟି ଘଟିଛି। ଆଉ କିଛି ପାଉଡର ବେପାରୀ ଅଛନ୍ତି ଏବେ ବି? ମେନ୍ ତ ପାଉଡର ବେପାରୀ ଯିଏ ସେ ହେଉଛି ରମା ନାୟକ, ସିଏ ଆଣିକି ଏଠି ସପ୍ଲାଏ କରେ, ଏମାନେ ବେପାର ସବୁ କରନ୍ତି ଆଉ। ଏବେ ସେମାନେ ଗିରଫ ହେଇଛନ୍ତି ନା? ଏମାନେ ସବୁ ବେପାର କରନ୍ତି। ଆଚ୍ଛା, ଲିପି କେତେ ଦିନ ଧରି ବେପାର କରୁଥିଲା ଯେ ଯେତେବେଳେ ସହଦେବ ନାୟକ ତାଙ୍କୁ ବିରୋଧ କରୁଥିଲେ ଏଭଳି ଗୋଟେ ଚରମ ପଦକ୍ଷେପ ନେଇଗଲେ? ବହୁତ ଦିନ ହେଇଗଲାଣି। ଆଚ୍ଛା, କେତେ ମାନେ ଆପଣ ଦେଖୁଛନ୍ତି ଆପଣ ଜଣେ ମହିଳା, ଆଉ ଜଣେ ମହିଳା ରାସ୍ତାକୁ ଓହ୍ଲାଉଛି, ତାହା ପୁଣି ହତ୍ୟା କରିବା ପାଇଁ ଗୋଟେ ବ୍ୟାଗ୍ ନେଇଛି, କୁହାଯାଉଛି ମୁଣ୍ଡ କାଟିକି ବ୍ୟାଗ୍ରେ ଆଣିବା ପାଇଁ ଚିନ୍ତା କରାଯାଉଥିଲା। ଏତେ ରାଗ ଜଣେ ମହିଳାଙ୍କ କେମିତି ହେଇପାରେ? ସେଟା ସେ ଆଗରୁ ଡେଟ୍ ବି ଦେଇଥିଲେ କି 10 ତାରିଖ ଦିନ ଆମେ ତା ମୁଣ୍ଡ କାଟିକି ଆମେ କ୍ୟାପିଟାଲ ଥାନାରେ ହ୍ୟାଣ୍ଡଓଭର କରିବୁ ବୋଲି ଆଗରୁ କହିଥିଲେ? ଆଗରୁ। ହଁ, ସେ ଡେଟ୍ ବି ଦେଇଥିଲେ 10 ତାରିଖ ଦିନ। ଆପଣ ଜଣେଇଥିଲେ ପୋଲିସକୁ? ପୋଲିସକୁ ଯେତେବେଳେ ଆମ ପାଖକୁ ଆସୁଥିଲା ମେସେଜ ସବୁ ଆସୁଥିଲା, ହଁ, ଅଲଗା ଥ୍ରୁରୁ ସବୁ ମେସେଜ ଆସୁଥିଲା ମୋବାଇଲ କି, ତ ଆମେ ଯାଇଥିଲୁ ଥାନାକୁ ଯାଇଥିଲୁ। ଥାନାକୁ ମୋ ସ୍ୱାମୀ ଯାଇଥିଲେ, ମୁଁ ଯାଇନଥିଲି, ମୋ ସ୍ୱାମୀ ଯାଇଥିଲେ। କହିଥିଲେ କି ସାର୍ ଏମିତି ଏମିତି ସବୁ ମେସେଜ ଆସୁଛି, ଧମକଉଛନ୍ତି, ଇଏ କରୁଛନ୍ତି। ନା କିଛି ହେବନି, ଆମେ ଅଛୁ, ତୋର କିଛି ହେବନି, ଏତିକି ଦେଇଥିଲେ ପ୍ରତିଶ୍ରୁତି। ଆଚ୍ଛା, ସେ ଲିପିକା ଜେଲରୁ 5 ତାରିଖ ଦିନ, ଜାନୁଆରୀ 5 ତାରିଖରେ ବାହାରିଥିଲା, ତାପରେ ଆପଣ ଦେଖିଥିଲେ ବସ୍ତିରେ ସେ ଥିଲେ ବୋଲି? ନା, ଏଠିକି ସେ ଆସିନାହାନ୍ତି ବସ୍ତିକୁ। ମାନେ ଅଲଗା ଜାଗାରେ ରହିକି ଯୋଜନା କରୁଥିଲେ? ହଁ, ଅଲଗା ଜାଗାରେ ରହିକି ସେ ଯୋଜନା କରିକି ମାରିଛନ୍ତି। କିଏ କିଏ ଏଥିରେ ଇନଭଲ୍ଭ? ଯୋଉମାନେ 5 ଜଣ ଅଛନ୍ତି ସମସ୍ତଙ୍କ ସହିତ ପୂର୍ବରୁ କିଛି ଶତ୍ରୁତା ଥିଲା ନା ସେମାନେ କେବଳ ଏଇ ଘଟଣାକୁ ନେଇକି ପ୍ଲାନ୍ କରୁଥିଲେ? ଏଇ ଘଟଣାକୁ ନେଇକି ପ୍ଲାନ୍ କରୁଥିଲେ। ଏବେ ଆଉ କିଏ ଅଛନ୍ତି ସମ୍ପୃକ୍ତ ଆ ଭିତରେ? ଆଉ 3 ଜଣ ଅଛନ୍ତି ସାମିଲ, ଯିଏ ମାଷ୍ଟର ମାଇଣ୍ଡ ଯିଏ କରିଛି ସବୁ 3 ଜଣ ଅଛନ୍ତି। ଆଉ କିଏ କିଏ? ରମା ନାୟକ, ନୀଲୁ ନାୟକ, ସୁସେଇ ନାୟକ। ଏମାନେ ଏବେ ଫେରାର ଅଛନ୍ତି? ଫେରାର ଅଛନ୍ତି। ପୋଲିସ ତନାଘନା ଚଲେଇଛନ୍ତି, ଯୋଜନା ଚଲେଇଛନ୍ତି ଧରିବା ପାଇଁ। ଆଶା ଅଛି ପୋଲିସ ସେମାନଙ୍କୁ ଧରି ପାରିବ? ଦୃଢ ଆଶା ଅଛି ଯେ, କାରଣ ମୋ ସ୍ୱାମୀ ଗୋଟେ ଥିଲେ ନା ପୁଲିସ ମିତ୍ର ଥିଲେ, ତେଣୁକରି ମୋର ବହୁତ ଆଶା ଅଛି। ଡିସିପି ସାର୍ ବି ମୋତେ କହିଛନ୍ତି ତୁରନ୍ତ ତାଙ୍କୁ ଧରାଯିବ। ଆଚ୍ଛା, ଗୋଟିଏ ପଟେ ଯଦି ଦେଖିବା ଯେ ଡ୍ରଗ୍ସ କାରବାରକୁ ନେଇକି ଆପଣଙ୍କ ସ୍ୱାମୀ ବିରୋଧ କରୁଥିଲେ ଏବଂ ଅପରପକ୍ଷରେ ଏମିତି ଏକ ହତ୍ୟାକାଣ୍ଡ, ଗୋଟେ ବିଭତ୍ସ ହତ୍ୟାକାଣ୍ଡ, ଆପଣ କ'ଣ ଚାହୁଁଛନ୍ତି ସେମାନଙ୍କ ଉପରେ କ'ଣ କାର୍ଯ୍ୟାନୁଷ୍ଠାନ ହେଉ? ଆଇନର ଦ୍ୱାରା ଯଦି ବା ଟ୍ରାଏଲ ହେବ, କୋର୍ଟରେ ଦଣ୍ଡବିଧାନ ହେବ, କେଉଁ ପ୍ରକାର ଦଣ୍ଡବିଧାନ ହେବା ଆବଶ୍ୟକତା ଅଛି? ତାଙ୍କ ପଛେ ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବାର ଅଛି। ଏମାନଙ୍କୁ ତ ଯେତେ ଦଣ୍ଡ ଦେଲେ ବି ଆମ ପାଇଁ ଠିକ୍ ନୁହଁ। ତାଙ୍କୁ ଫାଶୀ ଦଣ୍ଡ ଦିଆଯିବାଟା ହେଉଛି ଉଚିତ, ନହେଲେ ଏମାନଙ୍କୁ ଏନକାଉଣ୍ଟର କରାଯାଉ। କାରଣ ଏମାନେ ଯଦି ରହିବେ ଏଇ ଜାଗାରେ, ଆଜି ଆମକୁ ମାରିଲେ କାଲି ଆଉ କିଏ ଯଦି ବିରୋଧ କରିବ ଆଉ କାହାକୁ ମାରିପାରନ୍ତି, ଆଉ କାହା ମୁଣ୍ଡ ନେଇପାରନ୍ତି ନା। ମାନେ ନିଶା ପାଇଁ ଏମାନେ ସବୁ କିଛି କରିବେ, ସମସ୍ତଙ୍କ ଜୀବନ ନେଇଯିବେ ନିଶା ପାଇଁ। ତାଙ୍କୁ ତୁରନ୍ତ ଏଇ ବସ୍ତିରୁ ହଟାନ୍ତୁ, ତାଙ୍କ ଘର ଦ୍ୱାର ଭାଗନ୍ତୁ। ପୋଲିସକୁ ମୋର ଏତିକି ବିନମ୍ର ଅନୁରୋଧ।
देखा जे अभियुक्तों उपरे कड़ारू कड़ा कार्यानुष्ठान नवा तांकु फांसी दवा पाई सीधासल भाव सहदेव को पत्नी अपील करुछंती। तेबे एभली क्षेत्र में सबुठु मारात्मक हेउची जे जड़े महिला लिपि नायक जे सीधासल भाव हत्या करने पाई गाड़ी रे जाइथिले जहाकु नेई तथ्य प्रमाण मध्य पुलिस हासिल करिछि। सीसीटीवी ठारू आरंभ करिकि कैमेरा फ्रेम रे कैद होइछंती सेई अभियुक्त जो अभियुक्त माने बैग नहीं हाथ रे जाइथिले एवं बैग रे नेबा सहित एइथिपाई नैथिले जे पूर्वरु टार्गेट देइथिले जे सीधा सड़क हत्या करिवे एवं मुंड आनी कैपिटल थाना को आसिबे जोउथिपाई योजनाबद्ध भावे गत 8 तारिख रे सकाळ 8टा समय एभली भावे जघन्य कांड रसुलगढ़ ओभरब्रिज उपरे घटेइले एवं हत्या मध्य कले। हत्या करने सहित जड़े महिला लिपि नायक एथिरे संपृक्त रहिबा सहित अति विभत्स भावे हत्या कले जहा एथुरु स्पष्ट हेउची जे निशा पाई एमाने कौनसी परिस्थिति भी जाई पारंती। निशा कारबार को रोकिले एमाने कौनसी परिस्थिति घटाई थाई पारंती एवं जहाकु नेई पुलिस वर्तमान तदंत करने सहित आउ फेरार थिबा अभियुक्त मानकु खूब शीघ्र धरा जाऊ बोली दाबी होउची एवं पुलिस मध्य विभिन्न स्थान रे चढ़ाऊ जारी रखिछि। भुवनेश्वर कैमरा पर्सन अनंत चंदन पाइकराय ओटीवी।